yourself, then spend time in alone, then will understand yourself, who you are. ଯଦି ନିଜ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ଯଦି ନିଜ ବିଷୟରେ ନିଜକୁ ଚିହ୍ନିବା ପାଇଁ ଚାହୁଁଛନ୍ତି, ତାହେଲେ ଏକୁଟିଆ ରହିବା ପାଇଁ ଶିଖନ୍ତୁ। ତାହେଲେ ଆପଣମାନେ ନିଜକୁ ଜାଣିପାରିବେ, ନିଜକୁ ଚିହ୍ନି ପାରିବେ ପ୍ରକୃତରେ ଆପଣମାନେ ନିଜେ କ'ଣ। If you want to know your relative, then observe while you are going through a tough situation in your life. Then you will understand who is your actual relative. ଯଦି ନିଜର ଲୋକକୁ ଚିହ୍ନିବା ପାଇଁ ଚାହୁଁଛନ୍ତି, ତାହେଲେ ନିଜର ପରିସ୍ଥିତି ସମୟରେ ଦେଖନ୍ତୁ କିଏ ଆପଣମାନଙ୍କୁ ସାହାଯ୍ୟ କରୁଅଛି, ସେହି ଆପଣଙ୍କ ପ୍ରକୃତର ନିଜର ଲୋକ। ଯଦି ନିଜର ଲୋକକୁ ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ ନିଜର ପରିସ୍ଥିତି ସମୟରେ ଦେଖନ୍ତୁ କିଏ ଆପଣଙ୍କୁ ସାହାଯ୍ୟ କରୁଅଛି। If you want to know your servant, then observe while he is working. ଯଦି ନିଜର ଦାସକୁ ଜାଣିବା ପାଇଁ ଚାହୁଁଛନ୍ତି ସେ କି ପ୍ରକାର ଲୋକ, ତାହେଲେ ସେ କାମ କରୁଥିବା ସମୟରେ ଦେଖନ୍ତୁ ସେ କି ପ୍ରକାର ଲୋକ ଜଣା ପଡ଼ିବ। Now you have any question, you have any suspect about this topic regarding this, you can ask question to this video.